ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜିର ଆଲୋଚନା କାର୍ଯ୍ୟକ୍ରମରେ 20 ଗୋଟି ବଛା ବଛା ପ୍ରଶ୍ନକୁ ଆମେ ଆଲୋଚନା କରିବା। ଆଜିର ଏହି 20 ଗୋଟି ପ୍ରଶ୍ନ ଉତ୍ତର ସବୁ ମଧ୍ୟଯୁଗୀୟ ଭାରତ ଇତିହାସର ଭିଡି ମହାଜନ ପୁସ୍ତକରୁ ମୁଁ ସଂଗ୍ରହ କରିଅଛି। ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ ଆମକୁ କ'ଣ କହୁଛି। ହୁଇଚ୍ ଷ୍ଟେଟମେଣ୍ଟ ଇଜ୍ ନଟ୍ କରେକ୍ଟ? କେଉଁ ଷ୍ଟେଟମେଣ୍ଟଟା ସଠିକ୍ ନୁହଁ ବାଛିବା। ବଲବନ ଏଣ୍ଡେଡ୍ ଦ ଚାଲଗାନି ସିଷ୍ଟମ। ବଲବନ ଚାଲଗାନି ବ୍ୟବସ୍ଥାକୁ ବା ଚାଳିଶା ବ୍ୟବସ୍ଥାକୁ ସମାପ୍ତ କରିଥିଲେ କି? ବଲବନ ଇନସ୍କ୍ରାଇବ୍ଡ ଜିଲ୍ ଇଲାହାଇ ଅନ୍ କଏନ୍ସ। ମୁଦ୍ରାମାନଙ୍କ ଉପରେ ବଲବନ ଜିଲ୍ ଇଲାହାଇ ବୋଲି ଲେଖିଥିଲେ କି? ଡ୍ୟୁରିଂ ବଲବନ୍ସ ଟାଇମ୍ ୱାଜର ବିକେମ୍ ଭେରି ପାୱାରଫୁଲ୍। ୱାଜର ବୋଲେ ଗୋଟିଏ ଅଫିସର ଯିଏକି ବଲବନଙ୍କ ଶାସନ ସମୟରେ ପାୱାରଫୁଲ୍ ଥିଲା କି? ବଲବନ ଆପଏଣ୍ଟେଡ୍ ଏ ନ୍ୟୁ ଅଫିସର ଖ୍ୱାଜା ହୁ କିପ୍ଟ କଣ୍ଟ୍ରୋଲ ଓଭର ଇକ୍ତାଦାର୍ସ ଅଫ୍ ହିଜ୍ ରିଜନ୍। ବଲବନଙ୍କର ଶାସନ ସମୟରେ ଗୋଟେ ଅଫିସରକୁ ନିଯୁକ୍ତି କରିଥିଲେ ନୂଆ ଭାବରେ। ସେ ହେଉଛନ୍ତି ଖ୍ୱାଜା, ଯାହାଙ୍କର କାମ ଥିଲା ଇକ୍ତାଦାର ଉପରେ ସେ କଣ୍ଟ୍ରୋଲ କରିବେ। ଏ ଭିତରୁ କେଉଁଟା ସଠିକ୍ ନୁହଁ? ପିଲାମାନେ ଏ ତ ଠିକ୍, ବି ବି ଠିକ୍, ସିଟା କିନ୍ତୁ ଏଇଠି ସଠିକ୍ ନୁହଁ। ବଲବନଙ୍କର ଶାସନ ସମୟରେ ୱାଜୁର ଲେସ୍ ପାୱାର ଥିଲା, ପାୱାରଫୁଲ୍ ନଥିଲା। ଏ ଅଫିସର ପାୱାରଲେସ୍ ହେଇଯାଇଥିଲା, କିନ୍ତୁ ସେ ଆପଏଣ୍ଟମେଣ୍ଟ କରିଥିବା ନୂତନ ଭାବରେ ଅଫିସର ଖ୍ୱାଜା ବହୁତ କ୍ଷମତାଶାଳୀ ଥିଲେ। ତ ପିଲାମାନେ ଏ ବି ଡି ଆପଣ ମନେ ରଖିବେ, କିନ୍ତୁ ସି ଡାଇଟ୍ ହେବ ଆନ୍ସର। ତାପରେ ଆମେ ଦେଖିବା 2 ନମ୍ବର ପ୍ରଶ୍ନ। ଫାଇଣ୍ଡ ଆଉଟ୍ ହୁଇଚ୍ ଇଜ୍ ମିସ୍ମ୍ୟାଚ୍। ମ୍ୟାଚ୍ ଅଛି, ତାହିଁରୁ କେଉଁଟା ମିସ୍ମ୍ୟାଚ୍ ଅଛି ସଠିକ୍ ନାହିଁ ଦେଖିବା। ବଲବନ ଏଣ୍ଡେଡ୍ ଚାଲଗାନି ସିଷ୍ଟମ। ବଲବନ ଚାଲଗାନି ସିଷ୍ଟମକୁ ସମାପ୍ତ କରିଥିଲେ, ଏଇଟା ବି ଠିକ୍ ଅଛି। ବଲବନ ରିଅର୍ଗାନାଇଜ୍ଡ ଦ ଆର୍ମି। ବଲବନ କ'ଣ କରିଥିଲେ? ଆର୍ମିକୁ ରିଅର୍ଗାନାଇଜ୍ କରିଥିଲେ, ଏଇଟା ବି ଠିକ୍ ଅଛି। ବଲବନ ଇନ୍ 1266 ବଲବନ ଅକୁପାଇଡ୍ ଦ ଅମିର ମାମାଲିକ ପୋଷ୍ଟ। 1266ରେ ବଲବନ ଅମିର ଆଇ ମାମାଲିକ ପୋଷ୍ଟକୁ ଉନ୍ନତି ହୋଇଥିଲେ। ଡିଟା ହେଉଛି ବଲବନ ଇଣ୍ଟ୍ରୋଡ୍ୟୁସ୍ ଇରାନିଆନ ଟ୍ରାଡିସନ୍ ଅଫ୍ ସିଜଦା ଆଣ୍ଡ ପାୟବସ୍। ବଲବନ ଇରାନର ଗୋଟିଏ ପରମ୍ପରା ସିଜଦା ଓ ପାୟବସ୍କୁ ନିଜ ଶାସନ ସମୟରେ ନିଜ ଦରବାରରେ ଲାଗୁ କରିଥିଲେ। ତ ପିଲାମାନେ ଏଇଠି କେଉଁଟା ମିସ୍ମ୍ୟାଚ୍ ଅଛି? ଏଟା ଠିକ୍ ଅଛି, ବିଟା ବି ଠିକ୍ ଅଛି, ସିଟା ମିସ୍ମ୍ୟାଚ୍ ଅଛି। 1267ରେ ତ ସେ ସୁଲତାନ ହେଇଗଲେ। ଅମିର ଆଇ ମାମଲିକ ହେବାର କିଛି ଦରକାର ନାହିଁ। ଅମିର ଆଇ ମାମଲିକ ସେ ପୂର୍ବ ସୁଲତାନ ସମୟରେ ଥିଲେ ସେ ପଦବୀରେ। ଏଇଟା ହେଉଛି ମିସ୍ମ୍ୟାଚ୍, ଆଉ ସବୁ ଠିକ୍। ଏ ବି ଡି କୁ ଆପଣ ମନେ ରଖିବେ, ସିଟା ହେଉଛି ଭୁଲ। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ 3 ନମ୍ବର ପ୍ରଶ୍ନ କ'ଣ କହୁଛି ଆମକୁ। ହୁ ଏମଙ୍ଗ ଦ ଫଲୋଇଂ ପ୍ରୋଟେଷ୍ଟେଡ୍ ଦ ପାୱାର ଅଫ୍ ଖଲିଫା। କିଏ ଖଲିଫାଙ୍କର କ୍ଷମତାକୁ ପ୍ରୋଟେଷ୍ଟେଡ୍ କରିଥିଲେ, ମାନ ନଥିଲେ? 3 ନମ୍ବରର ଉତ୍ତର ହେବ ପିଲାମାନେ ଆଲାଉଦ୍ଦିନ ଖାଲଜି। ଇଏ ପ୍ରୋଟେଷ୍ଟ କରିଥିଲେ, ମାନେ ଯେଉଁ ଖଲିଫା ମାନେ ବିଶ୍ୱର ଧର୍ମଗୁରୁ ବା ବିଶ୍ୱର ମୁଖ୍ୟ, ସବୁ ଇସଲାମ ରାଜ୍ୟର ମୁଖ୍ୟ ଭାବରେ ତାଙ୍କୁ ଯେଉଁ ମାନୁଥିଲେ, ଇଏ ତାକୁ ମାନିନଥିଲେ ଆଲାଉଦ୍ଦିନ ଖିଲଜି। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ 4 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି ଦେଖିବା। ହ୍ୱାଟ୍ ଇଟିକ୍ୱିଟି ଡିଡ୍ ବାଲବନ ଇଣ୍ଟ୍ରୋଡ୍ୟୁସ୍ଡ ଇନ୍ ହିଜ୍ କୋର୍ଟ। ବାଲବନ ତାଙ୍କ ସମୟରେ କ'ଣ ଇଟିକ୍ୱିଟି ଡିଡ୍ ବଲବନ ଇଣ୍ଟ୍ରୋଡ୍ୟୁସ୍ ଇନ୍ କୋର୍ଟରେ କେଉଁ ଇଟିକ୍ୱିଟିକୁ ସେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ? ତୁର୍କିଶ, ଇରାନିଆନ, ପର୍ସିଆନ, ଆରବିକ୍। ତ ପିଲାମାନେ ଏଠି 4 ନମ୍ବରର ଉତ୍ତର ହେବ ଇରାନିଆନ ଇଟିକ୍ୱିଟି। ଇଟିକ୍ୱିଟିର ଅର୍ଥ ହେଲା ଇରାନିଆନ କିଛି ପରମ୍ପରା, ତାକୁ ସେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ ନିଜ ରାଜ ଦରବାରରେ, ନିଜ ଶାସନ ସମୟରେ ବଲବନ। ତାପରେ ଦେଖିବା ପିଲାମାନେ ନେକ୍ସଟ ହେଉଛି 5 ନମ୍ବର ପ୍ରଶ୍ନ। ହୁ ସେଇ ଦ୍ୟାଟ୍ ହ୍ୱାଇଲ୍
Changing his capital, Muhammad bin Tughlaq pulled the lame and blind there. Ivan Batuta, Barney, V.S. Smith, K.S. Lal. किए लिखिले मोहम्मद बिन तुगलकଙ୍କର ସମୟରେ ଯେଉଁମାନେ ମାନେ ଅପାହିଜ ଥିଲେ, ଗୋଡ଼ ଚଳୁନଥିଲା, ଆଖିକି ବି ଦେଖାଯାଉନଥିଲା, ସେମାନଙ୍କୁ ବି ଝିକିକି ନିଆଯାଇଥିଲା ଯେତେବେଳେ ଦିଲ୍ଲୀରୁ ଦୌଲତାବାଦକୁ ତାଙ୍କ ରାଜଧାନୀ ସେ ପରିବର୍ତ୍ତନ କରିଥିଲେ। ତ ପିଲାମାନେ ଏଇଟା କିଏ ଲେଖିଛନ୍ତି? 5 ନମ୍ବରର ଉତ୍ତରଟି ହେବ ଏ ଇବାନ ବାତୁତା। ଇବାନ ବାତୁତା ମର୍କୋକର ଜଣେ ପରିଭ୍ରାଜକ, ଯିଏକି ମହମ୍ମଦ ବିନ୍ ତୁଗଲକଙ୍କର ଶାସନ ସମୟରେ ଦିଲ୍ଲୀ ସୁଲତାନ ସମୟରେ ସେ ରାଜଦରବାରକୁ ଆସିଥିଲେ। ମହମ୍ମଦ ବିନ୍ ତୁଗଲକଙ୍କର ଦ୍ୱାରା ସିଏ ନ୍ୟାୟପାଳ ଭାବରେ ଜର୍ଜ ଭାବରେ ମଧ୍ୟ ନିଯୁକ୍ତି ହୋଇଥିଲେ ଏବଂ ପରେ ସେ ଦୂତ ଭାବରେ ଚାଇନାକୁ ପ୍ରେରିତ ହୋଇଥିଲେ ମହମ୍ମଦ ବିନ୍ ତୁଗଲକଙ୍କ ଦ୍ୱାରା। ସେଇ ଇବାନ ବାତୁତା ତାଙ୍କର ଲେଖା ଯେଉଁ ରିହାଲା ସେଇଥିରେ ବର୍ଣ୍ଣନା କରିଛନ୍ତି ମହମ୍ମଦ ବିନ୍ ତୁଗଲକ ସମସ୍ତଙ୍କୁ ଏହିପରିକି ଯେଉଁମାନେ ଚାଲିବାକୁ ସକ୍ଷମ ନଥିଲେ ଏବଂ ଦେଖିବାକୁ ସକ୍ଷମ ନଥିଲେ ସେମାନଙ୍କୁ ବି ଝିକିକି ଦୌଲତାବାଦକୁ ନେଇଥିଲେ। ତାପରେ ଆମେ ଦେଖିବା 6 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ପିରିୟଡ଼ ଦ ରିଭୋଲ୍ଟ ଅଫ୍ ତୁଗରିଲ ଖାନ୍ ଅକ୍ୟୁର୍ଡ ଇନ୍ ବେଙ୍ଗାଲ। ଏହି ଭିତରେ କାହା ଶାସନ ସମୟରେ ତୁଗରିଲ ଖାନ୍ ବେଙ୍ଗାଲରେ ରିଭୋଲ୍ଟ କରୁଥିଲା ଆଉ ବେଙ୍ଗାଲକୁ ଅଧିକାର କରିଥିଲା? ବଲବନ, ଆଲାଉଦ୍ଦିନ, ମହମ୍ମଦ ବିନ୍ ତୁଗଲକ, ଖିଜ୍ର ଖାନ୍। 6 ନମ୍ବରର ଉତ୍ତରଟା ପିଲାମାନେ ହେବ ଏ ବଲବନ। ବଲବନଙ୍କର ଶାସନ ସମୟରେ ତୁଗରିଲ ଖାନ୍ ବଙ୍ଗରେ ରିଭୋଲ୍ଟ କରିକି ବଙ୍ଗଲକୁ ଆକ୍ୱାର କରିଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି, ମନେ ରଖିବେ, ପରୀକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାପରେ ଦେଖିବା 7 ନମ୍ବର ପ୍ରଶ୍ନ। ହୁ ୱାଜ୍ ଦ ଇନଭେଣ୍ଟର ଫ୍ରମ୍ Trans-Oxiana in Muhammad bin Tughlaq's time to invade India? तामारा शिरीन खान, साल्दी, ख्वाजा तास, कुतुलुक बेग। किए से आक्रमणकारी ଯିଏକି ट्रांस-ऑक्सियान ଅଞ୍ଚଳର ଯିଏକି ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ଭାରତକୁ ଆକ୍ରମଣ କରିଥିଲେ। ट्रांस-ऑक्सियानର କିଏ ଭିତରୁ 4 ଜଣଙ୍କ ଭିତରୁ 7ର ଉତ୍ତରଟି ହେବ ପିଲାମାନେ ଏ ତାମରା ଶିରୀନ ଖାନ୍। ଇଏ ଆକ୍ରମଣ କରିଥିଲେ ପିଲାମାନେ ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ଭାରତକୁ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ ପିଲାମାନେ 8 ନମ୍ବର ପ୍ରଶ୍ନ କ'ଣ କହୁଛି ଆମକୁ? 8 ନମ୍ବର ପ୍ରଶ୍ନ କହିଲା ହୁଇଚ୍ ଇଜ୍ ଦ କରେକ୍ଟ ସିରିଏଲ ଅଫ୍ ଆଲାଉଦ୍ଦିନ୍ସ ମିଲିଟାରୀ ଏକ୍ସପେଡିସନ୍। ଆଲାଉଦ୍ଦିନ ଖିଲଜି ତାଙ୍କ ଶାସନ ସମୟରେ ମଲିକ କାଫୁରଙ୍କୁ ଦକ୍ଷିଣାତ୍ୟ ଅଭିଯାନ କରାଇଥିଲେ ଏବଂ ଅନ୍ୟାନ୍ୟଙ୍କୁ ଉତ୍ତର ଅଭିଯାନ କରାଇଥିଲେ, ଅନେକ ରାଜ୍ୟ ଜୟ କରିଥିଲେ। କିନ୍ତୁ ଏଇଠି ପଚାରିଛି ଯେ ପ୍ରଶ୍ନ ଧାରାବାହିକ ଭାବରେ ଲେଖିବେ କାହା ପରେ କିଏ ହେଇଥିଲା ସଠିକ୍ ଭାବରେ। ଆଲାଉଦ୍ଦିନ ଖିଲଜିଙ୍କର କନକ୍ୱେଷ୍ଟ ଗୁଡ଼ିକ ଗୁଜରାଟ, ରଣଥାମ୍ବର, ଚିତ୍ତୋର, ମାଲବା, ଜାଲରୁଇ। ତ ମନେ ରଖନ୍ତୁ କେଉଁ ରାଜ୍ୟ ପ୍ରଥମେ ଆକ୍ରମଣ କରିଥିଲେ ତାପରେ କେଉଁଟା କେଉଁଟା ସିରିଏଲ ଅଛି କି ନାହିଁ ଦେଖିବେ। ମାଲବା, ଜାଲୋର, ଗୁଜରାଟ, ରଣଥାମ୍ବର, ଚିତ୍ତୋର। ଗୁଜରାଟ, ଚିତ୍ତୋର, ଜାଲୋର, ମାଲବା, ରଣଥାମ୍ବର। ଗୁଜରାଟ, ରଣଥାମ୍ବର, ଜେଲୋର, ମାଲବା, ଚିତ୍ତୋର। ତ ପିଲାମାନେ ଏଇଟା 8 ନମ୍ବରର ଉତ୍ତରଟି ହେବ। ପ୍ରଥମେ ସେ ଗୁଜରାଟ ଆକ୍ରମଣ କରିଥିଲେ, ଦ୍ୱିତୀୟରେ ରଣଥାମ୍ବର ଆକ୍ରମଣ କରିଥିଲେ, ତୃତୀୟରେ ଚିତ୍ତୋର ଆକ୍ରମଣ କରିଥିଲେ, ଚତୁର୍ଥରେ ମାଲବା ଆକ୍ରମଣ କରିଥିଲେ, ପଞ୍ଚମରେ ଜାଲୋର ଆକ୍ରମଣ କରିଥିଲେ। 8 ନମ୍ବରର ଉତ୍ତରଟା ହେବ ପିଲାମାନେ ଏ ଗୁଜରାଟ, ରଣଥାମ୍ବର, ଚିତ୍ତୋର, ମାଲବା, ଜାଲୋର। ସିରିଏଲ ନ ପଢ଼ିଲେ ପିଲାମାନେ ମନେ ରହିବନି କେଉଁଟା ପରେ କେଉଁଟା ହେଇଥିଲା। ତାପରେ ବେଳେବେଳେ ପ୍ରଶ୍ନ ପଚାରୁଛି ଦକ୍ଷିଣାତ୍ୟ ଅଭିଯାନରେ କିଏ ସଫଳ ଆଣିଦେଇଥିଲେ? ତାଙ୍କର ଚିଫ୍ କମାଣ୍ଡର ଜଣେ ଥିଲେ ମାଲିକ କାଫୁର, ସେ ଆଣିଦେଇଥିଲେ। ମାଲିକ କାଫୁରଙ୍କୁ ଆଲାଉଦ୍ଦିନ କେଉଁଠୁ ଆଣିଥିଲେ? ଯେତେବେଳେ ସେ ଗୁଜରାଟ ଯୁଦ୍ଧ ଅଭିଯାନ କରିଥିଲେ ସେ ତାଙ୍କୁ କିଣିଥିଲେ
ମାଲିକ କାଫରଙ୍କୁ କିଣିକି ଆଣିଥିଲେ, ପରେ ସେ ତାଙ୍କର ବିଶ୍ୱସ୍ତ କମାଣ୍ଡର ଭାବରେ କାମ କରିଥିଲେ। ତାପରେ ଦେଖିବା 9 ନମ୍ବର ପ୍ରଶ୍ନ, ହୁ ୱାଜ୍ ଦ ରୁଲର ନଟ୍ ଟୁ ଏକ୍ସେପ୍ଟ ଦ ସୋଭରେନିଟି ଅଫ୍ ଆଲାଉଦ୍ଦିନ ଖିଲଜି? କିଏ ସେ ଶାସକ ଯିଏକି ଆଲାଉଦ୍ଦିନ ଖିଲଜିଙ୍କର ସାର୍ବଭୌମତ୍ୱକୁ ଗ୍ରହଣ କରିନଥିଲେ? ଦେବଗିରି ଶାସକ, ହୟଶାଳ ଶାସକ, ତେଲେଙ୍ଗାନା ଶାସକ, ପାଣ୍ଡ୍ୟ ଶାସକ? 9ର ଉତ୍ତର ପିଲାମାନେ ହେବ ଡି, ପାଣ୍ଡ୍ୟ ଶାସକ। ପାଣ୍ଡ୍ୟର ରାଜାମାନେ ଆଲାଉଦ୍ଦିନ ଖିଲଜିଙ୍କର ଅଧୀନତ୍ୱ ସ୍ୱୀକାର କରିନଥିଲେ। ତେଲେଙ୍ଗାନା, ହୟଶାଳ, ଦେବଗିରି ଏସବୁ ରାଜାମାନେ ଆଲାଉଦ୍ଦିନ ଖିଲଜିଙ୍କର ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲେ ବା ତାଙ୍କ ଅଧୀନରେ କରଦ ରାଜା ରୂପରେ କାମ କରିଥିଲେ। ତାପରେ ଆମେ ଦେଖିବା ନେକ୍ସଟ ପ୍ରଶ୍ନ 10 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି ଦେଖିବା ପିଲାମାନେ, ହୁ ୱାଜ୍ ଦ ରୁଲର ଟୁ ଲିଭି ଦ କେଟଲ ଟେକ୍ସ? କିଏ ସେ ଶାସକ ଯିଏକି କେଟଲ ଟେକ୍ସକୁ ଲିଭି କରିଥିଲେ? କେଟଲ ଟେକ୍ସ ମାନେ ଯେଉଁ କାଇ ଉପରେ କର। ବଲବନ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ୍ ତୁଗଲକ, ଔରଙ୍ଗଜେବ? 10 ନମ୍ବରର ଉତ୍ତର ହେବ ପିଲାମାନେ ବି, ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜି କେଟଲ ଟେକ୍ସକୁ ଲେଭ୍ କରିଦେଇଥିଲେ। ତାପରେ ଆମେ ଦେଖିବା ପିଲାମାନେ 11 ନମ୍ବର ପ୍ରଶ୍ନ, ଏବାଉଟ୍ ହୁଇଚ୍ ସେକ୍ସନ୍ ଅଫ୍ ଦ ଆର୍ମି ବଲବନ ପେଡ୍ ହିଜ୍ ଆଟେନ୍ସନ୍ ମୋଷ୍ଟ ଫର୍ ଇଟ୍ସ ରିଅର୍ଗାନାଇଜେସନ୍? ସାୱାର ଆଇ କାଲ୍ବ, ହାସମ ଆଇ କାଲ୍ବ, ବଣ୍ଡଗାନ ଆଇ ଖାସ, ସାୱାର ଆଇ ତୁମନ? ଆର୍ମିର କେଉଁ ବିଭାଗଟାକୁ ବଲବନ ଅତି ଗୁରୁତ୍ୱର ସହିତ ସଂଗଠିତ କରିଥିଲେ? 11ର ଉତ୍ତରଟି ପିଲାମାନେ ହେବ ଏ, ସାୱର ଆଇ କାଲ୍ବ। ସାୱର ଆଇ କାଲ୍ବ ବିଭାଗଟିକୁ ଆର୍ମିର ବଲବନ ଅତି ଗୁରୁତ୍ୱର ସହିତ ସଂଗଠିତ କରିଥିଲେ। ତାପରେ ଦେଖିବା ଆମେ 12 ନମ୍ବର ପ୍ରଶ୍ନ, ବଲବନ ୱାଜ୍ ଦ ହୁଇଚ୍ ନମ୍ବର ରୁଲର ଅଫ୍ ମାମଲୁକ ଡାଇନାଷ୍ଟି? ମାମଲୁକ ଡାଇନାଷ୍ଟିର ପିଲାମାନେ ଆମେ ସ୍ଲେଭ୍ ଡାଇନାଷ୍ଟି କହୁଛନ୍ତି, ସ୍ଲେଭ୍ କ୍ୟାଟେଗୋରୀରୁ ଆସିଥିବାରୁ, କିନ୍ତୁ ସେମାନେ ମାମଲୁକରୁ ଆସିଛନ୍ତି। ବଲବନ ମାମଲୁକ ରାଜବଂଶର କେତେ ନମ୍ବର ରାଜା? ପ୍ରଥମ ରାଜା, 5ମ ନମ୍ବର ରାଜା, 9ମ ରାଜା, 12 ନମ୍ବର ରାଜା ବା 12th ରାଜା? 12 ନମ୍ବରର ପିଲାମାନେ ଉତ୍ତରଟି ହେବ ସି, 9ମ ନମ୍ବର ରାଜା। ବଲବନ ହେଉଛନ୍ତି 9th ରୁଲର ଅଫ୍ ମାମଲୁକ ଡାଇନେଷ୍ଟି। ତାପରେ ଆମେ ଦେଖିବା ପିଲାମାନେ 13 ନମ୍ବର, ହୁ ଫେମସ୍ ଫର୍ ହିଜ୍ ବ୍ଲଡ୍ ଆଣ୍ଡ ଆଇରନ୍ ପଲିସି? ପ୍ରଥମେ ବ୍ଲଡ୍ ଆଣ୍ଡ ଆଇରନ୍ ପଲିସି କିଏ ଏଷ୍ଟାବ୍ଲିଶ କରିଥିଲେ ଆଉ ଫେମସ୍ ହେଇଥିଲେ? ତା ପାଇଁ ସେ ପ୍ରସିଦ୍ଧ ହେଇଥିଲେ। ଆଇରନ୍, ବ୍ଲଡ୍ ଆଉ ଆଇରନ୍ ମାନେ କଠୋର ଶାସନ ବ୍ୟବସ୍ଥା। ବଲବନ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ୍ ତୁଗଲକ, ଔରଙ୍ଗଜେବ? ତାର 13ର ଉତ୍ତରଟା ପିଲାମାନେ ହେବ ଏ, ବଲବନ। ବଲବନ ପ୍ରସିଦ୍ଧ ଥିଲେ ତାଙ୍କର ବ୍ଲଡ୍ ଆଣ୍ଡ ଆଇରନ୍ ନୀତି ପାଇଁ। ସେ ସେହି ନୀତିରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ 14 କ'ଣ କହିଲା, ହୁ ଏମଙ୍ଗ ଦି ଫଲୋଇଂ ଇଣ୍ଟ୍ରୋଡ୍ୟୁସ୍ ଟୁ ଦ ଫେମସ୍ ପର୍ସିଆନ୍ ଫେଷ୍ଟିଭାଲ ନବରାଜ ଇନ୍ ଇଣ୍ଡିଆ? ଅତି ସହଜ ପ୍ରଶ୍ନଟି ଆପଣମାନଙ୍କ ପ୍ରସ୍ତୁତି ପର୍ବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବି ଇଏ ପରୀକ୍ଷାରେ ପୂର୍ବରୁ ଆସିଛି, SSB ପରୀକ୍ଷାରେ। ଏ ଭିତରୁ କିଏ ପର୍ସିଆର ଯେଉଁ ଫେଷ୍ଟିଭାଲ ନବରଜ, ପିଲାମାନେ ଏଇଟା ଗୋଟେ ନୂତନ ବର୍ଷ ଉତ୍ସବ, ନ୍ୟୁ ଇୟର ସେଲିବ୍ରେସନ୍, ପର୍ସିଆନ ଉତ୍ସବ, ତାକୁ ଭାରତରେ ପ୍ରଚଳିତ କରିଥିଲେ? ବଲବନ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ୍ ତୁଗଲକ, ଔରଙ୍ଗଜେବ? 14ର ଉତ୍ତରଟା ପିଲାମାନେ ହେବ ଏ, ବଲବନ। ବଲବନ ତାଙ୍କ ଶାସନ ସମୟରେ ଏହି ପର୍ସିଆନ ଉତ୍ସବ ନବରଜ ବା ନୂତନ ବର୍ଷ ଉତ୍ସବ ପାଳନ କରିବା ପାଇଁ ଏହି ବ୍ୟବସ୍ଥାଟି ଭାରତରେ ପ୍ରଚଳିତ କରିଥିଲେ। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ 15, ହ୍ୱିଚ୍ ଅନ୍ ଅଫ୍ ଦି ଫଲୋଇଂ ଷ୍ଟେଟମେଣ୍ଟ ଇଜ୍ ନଟ୍ ଟ୍ରୁ ଏବାଉଟ୍ ବଲବନ? ନିମ୍ନ ଦେଇଥିବା ଯେଉଁ ବକ୍ତବ୍ୟ ଗୁଡ଼ିକରୁ କେଉଁଟା ସତ୍ୟ ନୁହଁ? ହି ପ୍ରଫାଉଣ୍ଡେଡ୍ ଦ ଥିଓରି ଅଫ୍ ନିୟାବତୀ ଖୁଦାଇ? ସେ ନିୟାବତୀ ଖୁଦାଇ
तत्व को प्रचलित करथिले। ही इंट्रोड्यूस्ड इक्तादारी सिस्टम, से इक्तादारी व्यवस्था प्रचलित करथिले। ही एलिमिनेटेड द पावर ऑफ तुर्कानी चालगानी, जो 40 व्यवस्थार क्षमता रही इल्तुतमिशंकर समय से उच्छेद करथिले। ही क्वाल्ड डाउन द रिवोल्ट ऑफ बेंगाल, तांकरी शासन समय बंगर जो रिवोल्ट देखा देइतिला, विप्लव देखा देइतिला, ताकू से दमन करथिले। तो पिला माने इडे भूल आंसर होची बी, ही इंट्रोड्यूस्ड इक्तादारी सिस्टम। हबनी पिला माने इक्तादारी बेलटा अकबर सिस्टम पळेला, अकबर शासन पळेला। आउ सब ठीक से न्यायवती खुदाई थियोरी रे शासन करथुले एवं से चालगानी व्यवस्था को उच्छेद करथिले, बंगरे विद्रोह को दमन मध्य करथिले। तो ये किंतु 15 उत्तर हम बी, कि आप मन रखिए ए सी डी अत्यंत गुरुत्वपूर्ण। तापर हूँ 16, व्हिच ऑफ द फॉलोइंग सुल्तान हैज कॉल्ड हिमसेल्फ द हेल्पर ऑफ ए खलीफा इन हिज इंस्क्रिप्शन ऑन द वॉल ऑफ मस्क्यू एट गुरु मुक्तेश्वर। 16 नंबर आम कौन पढ़ले, व्हिच ऑफ द फॉलोइंग सुल्तान हैज called himself the helper of Khalifa in his inscription on the wall of Moscow at Garhmukteshwar। गर्हमुक्तेश्वर मस्क्यू रो बाड़े शिलालेख कर किए लिखिं जे से खलीफांकर हेल्पर बलबन, अलाउद्दीन खिलजी, मोहम्मद बिन तुगलक, औरंगजेब। गुरुत्वपूर्ण प्रश्नटी पिला माने 16 नंबर उत्तर हम ए बलबन। बलबन जो ग्रहमुक्तेश्वर मस्क्यूर बाड़े लिखिं निजक खलीफांकर हेल्पर बोली, सहयोगी बोली लिखिं। तापर आम देखिए नेक्स्ट 17 नंबर प्रश्न। 17 नंबर प्रश्न आम कौन कौच, आफ्टर कंसोलिडेटिंग हिज पावर बलबन एस्यूम्ड द व्हिच ग्रांड टाइटल। जेतेबेले बलबन क्षमता को आसिले, सुल्तान हेले, से क्यों पदवी को भूषित हेले बा क्यों पदवीर अधिकारी हेले। तुति हिंद, कायजरा हिंद, जिला इलाही, दीना इलाही। तुति हिंद अमीर खुसरू गला, कायजरा ही महात्मा गांधी को कहगला, दीन इलाही धर्म को गला अकबर समय। तो ये गोटे जिनस रहीगला पिला मैंने 17 सीटा जिल आई इलाही। ये जो जिल आई इलाही जो कॉइन रे बलबन लिखिथिले सेटा तांकर निजर पदवी, सुल्तान हेबा पर से पदवी से भूषित होइथिले पिला माने। तापर हम देखिए 18 नंबर, इन हुज किंगशिप द सेंट्रल ब्यूरोक्रेसी स्टार्टेड मैक्सिमम इंटरफेरेंस इन द इक्ता सिस्टम। बलबन, अलाउद्दीन खिलजी, मोहम्मद बिन तुगलक, औरंगजेब। को राजा शासन समय केंद्रीय शासन व्यवस्था प्रायतः इक्ता व्यवस्था, इक्ता माने जो जमीर खदना आदाय करिया व्यवस्था हस्तक्षेप करुले। 18 उत्तर पिला माने हम ए बी, अलाउद्दीन खिलजी। कहीं अलाउद्दीन खिलजी जिते युद्ध अभियान करते बहु अर्थ दरकार पड़ूला, दाक्षिणात्य अभियान रे बहु अर्थ से माने खर्च करते, तेणु से कौन करते खजाना गुड़िक आदाय करने केंद्रीय शासन व्यवस्थार हस्तक्षेप जरूरी भाव से हस्तक्षेप करुले प्रदेश गुड़िक सीधा सड़क भाव केंद्रीय शासन व्यवस्था। तापर पिला 19 नंबर प्रश्न, हु एस्टाब्लिश्ड दीवानाई वाकत। किए दीवानाई वाकत प्रतिष्ठा करथिले? बलबन, अलाउद्दीन खिलजी, मोहम्मद बिन तुगलक, औरंगजेब। 19 उत्तर हम ए बलबन। बलबन शासन समय दीवानाई वाकफ प्रतिष्ठा होइथिला। तापर देखिए आम नेक्स्ट ए वीडियो शेष प्रश्न 20 नंबर प्रश्न, हु वाज द सुल्तान ऑफ दिल्ली टू फास्ट एस्टाब्लिश ए फैक्ट्री ऑफ क्लॉथेस? बलबन, अलाउद्दीन खिलजी, मोहम्मद बिन तुगलक, औरंगजेब। दिल्ली कौ शासकों समय शासन समय प्रथमे लुगा फैक्ट्री बा कपड़ा बुणिया फैक्ट्री क्लथ फैक्ट्री प्रतिष्ठा होता।
ପିଲାମାନେ ଏଠି 20 ନମ୍ବରର ଉତ୍ତରଟା ହେବ ସି ମହମ୍ମଦ ବିନ୍ ତୁଗଲକ। ମହମ୍ମଦ ବିନ୍ ତୁଗଲକଙ୍କର ବହୁତ ପଲିସି ଗୁରୁତ୍ୱପୂର୍ଣ୍ଣ ପିଲାମାନେ ତାକୁ ପଢ଼ିବେ। ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ଦିଲ୍ଲୀରେ କପଡ଼ା ଫ୍ୟାକ୍ଟ୍ରି ପ୍ରତିଷ୍ଠା ହୋଇଥିଲା। ମୁଁ ଆଶା କରୁଛି ମୋର ଏହି ଆଲୋଚନା ଆପଣମାନଙ୍କର ଆଗାମୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସହାୟକ ହେବ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତ ପ୍ରତିଯୋଗିତାମୂଳକ ଗ୍ରୁପରେ ଏହାକୁ ସେୟାର କରନ୍ତୁ। ବନ୍ଦେ ମାତରମ୍।